ଗୋଟିଏ ସହରରେ ଛୋଟିଆ ଗାଁରେ ଦୁଇ ଯୁବକ ରହୁଥିଲେ। ଜଣେ ରମେଶ ଓ ଆଉ ଜଣେ ମହେଶ। ରମେଶ ଥିଲା ଧନୀ, କିନ୍ତୁ ତା'ର ବ୍ୟବହାର ବହୁତ ଭଲ ଥିଲା। ଗାଁର ସମସ୍ତେ ତାକୁ ସମ୍ମାନ ଦେଉଥିଲେ, ବୃଦ୍ଧମାନଙ୍କୁ ପ୍ରଣାମ କରୁଥିଲା ଏବଂ ଦରକାର ପଡ଼ିଲେ ସମସ୍ତଙ୍କୁ ସାହାଯ୍ୟ ମଧ୍ୟ କରୁଥିଲା। ଅନ୍ୟପଟେ ଦେଖିବାକୁ ଗଲେ ମହେଶ ଧନୀ ବ୍ୟକ୍ତି ମଧ୍ୟ ରହୁଥିଲେ। ତାଙ୍କ ପାଖରେ ବହୁତ ଜମି, ଘର ଓ ଟଙ୍କା ଥିଲା, କିନ୍ତୁ ସେ ଅହଙ୍କାରୀ ଥିଲେ। କାହା ସହିତ ଭଲ ଭାବରେ କଥା ହେଉନଥିଲେ ଏବଂ ଗରିବ ଲୋକମାନଙ୍କୁ ସମ୍ମାନ ଦେଉନଥିଲେ। ଦିନେ ଗାଁରେ ଏକ ବଡ଼ ଉତ୍ସବ ପାଳନ ହେଲା। ଗାଁର ସମସ୍ତ ଲୋକ ଏକାଠି ହେଲେ। ସେଠାରେ ଗାଁର ମୁଖିଆ ଘୋଷଣା କଲେ ଯେ ଏହି ବର୍ଷ ଗାଁର ସର୍ବଶ୍ରେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ମହେଶ ଭାବିଲା, ତାଙ୍କୁ ନିଶ୍ଚୟ ଏହି ସମ୍ମାନ ମିଳିବ, କାରଣ ସେ ଗାଁର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। କିନ୍ତୁ ଯେତେବେଳେ ମୁଖିଆ ରମେଶଙ୍କ ନାମ ଘୋଷଣା କଲେ, ସମସ୍ତ ଗାଁ ତାଳିରେ ଫାଟି ପଡ଼ିଲା। ମହେଶ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ମୋ ପାଖରେ ଏତେ ଧନ ସମ୍ପତ୍ତି ଥିବା ସତ୍ତ୍ୱେ ମୋତେ କାହିଁକି ବାଛିଲେ ନାହିଁ? ସେଠିକାର ମୁଖିଆ ହସିକି କହିଲେ, ଧନ ମଣିଷକୁ ବଡ଼ କରେ ନାହିଁ, ତା'ର ବ୍ୟବହାର ହିଁ ତାଙ୍କୁ ବଡ଼ କରେ। ରମେଶ ସମସ୍ତଙ୍କୁ ସମ୍ମାନ ଦିଏ, ସାହାଯ୍ୟ କରେ ଏବଂ ଭଲ ପାଏ। ସେଥିପାଇଁ ସମସ୍ତଙ୍କ ହୃଦୟରେ ତାରି ନାଁ ଅଛି। ମଣିଷର ସତ୍ୟ ପରିଚୟ ତା'ର ବ୍ୟବହାରରୁ ହିଁ ଜଣାପଡ଼େ। ଏହି କଥା ଶୁଣି ମହେଶ ନିଜର ଭୁଲ ବୁଝିପାରିଲା। ସେ ସେହି ଦିନଠାରୁ ପୁରା ବଦଳିଗଲା ଓ ସମସ୍ତଙ୍କୁ ସାହାଯ୍ୟ କଲା, ସମ୍ମାନ ଦେଲା। ତେବେ ଦର୍ଶକ ବନ୍ଧୁ, ଆମେ ଏହି କାହାଣୀରୁ ଏହି ଶିକ୍ଷା ପାଇଲେ ଯେ ମଣିଷର ପ୍ରକୃତ ପରିଚୟ ତା'ର ଧନ, ରୂପ କିମ୍ବା ପଦବୀରୁ ନଥାଏ, ତା'ର ଭଲ ପାଇବାରୁ ହିଁ ଥାଏ।